କାଲି ସବୁ ଖତ ଗଦେଇ ଦିଆହେଇଥିଲା। ବର୍ତ୍ତମାନ ଦେଖନ୍ତୁ ଗାଡ଼ି ଲାଗିଛି, ଟୋଟାଲ ଉପରେ ଯେତେ ଖତ ସବୁ ପଳେଇବ। ତେଣୁ ଏଇଭଳିଆ କାମ ଯେଡ଼େ ଜଲ୍ଦି ଖତ ଉଠିଯିବ ଫାର୍ମର 3 ପା କାମ ସରିଯିବ, ଯେଉଁଟାକି ପୁରା ସବୁଠୁ ବଡ଼ କାମ ହେଲା ଖତ ଉଠିବା। ବର୍ତ୍ତମାନ ଏଠି ଗାଡ଼ି ଲାଗିଛି, ଭାଇମାନେ ଆମର ଲାଗି ପଡ଼ିଛନ୍ତି, ଖତ ନେଇ ଯାଉଛନ୍ତି। ଏମୁଣ୍ଡରୁ ହେମୁଣ୍ଡ ଯାକେ 4 ଟ୍ରିପ୍ ଖତ ହେବ, ସବୁ ଉଠିକି ପଳେଇବ। ତାପରେ ଏଇଟା ଯେତେ ସବୁ ପଡ଼ିଛି ତାକୁ ଝାଡ଼ୁ କରାହେବ। ଝାଡ଼ୁ କରିସାରିଲା ପରେ ପୁଣି ତାକୁ ରାମ୍ପା ହେବ। ଗୋଟେ ଜିନିଷ ନେଣ୍ଡି ଲାଗିଛି ସବୁ ଛଡ଼େଇ ଦିଆହେବ। ତାପରେ ପୁଣି ଥରେ ଝାଡ଼ୁ ହେବ। 2 ଥର ପୁରା ପିଟିକି ଝାଡ଼ୁ କଲା ପରେ ଜାଣି ତୃତୀୟ ଥର ହେଠୁ ଚୂନ ବ୍ଲିଚିଂ ପକା ହେବ, ଲିପା ହେବ। ତାପରେ ତା ପୂର୍ବରୁ ହେଠୁ ପୁଣି ଗ୍ୟାସ୍ରେ ପୁରା ପୋଡ଼ି ଦିଆହେବ। ଏମୁଣ୍ଡରୁ ସେମୁଣ୍ଡ ଯାକେ ଗୋଟେ ସିଲିଣ୍ଡର ଲାଗିଯିବ ଖାଲି ତଳଟା ପୋଡ଼ିବା ପାଇଁ। ନ ପୋଡ଼ିଲେ କ'ଣ କି ଆଉ ନେକ୍ସଟ ଥର ଯେଉଁ ଚିଆଁ ପଡ଼ିବେ ସେମାନେ ଆଉ ଭଲ ବଢ଼ିବେନି। ଆଉ ଏଇତକ ରହିଲେ ଯେ ଏଇତକ ଜାଣି ଆଜି ବିଦା ହେବେ, ଆସିକି ଲୋକ ନେଇଯିବେ ଆମର। ଏପଟ ଏଠି ଟୋଟାଲ ଖତ ଉଠି ସାରିଲାଣି। ଆଉଛୁ ତ? ବର୍ତ୍ତମାନ ଦେଖନ୍ତୁ ଯେତିକି ଖତ ଗଲା ସେଇ ଅନୁସାରେ ପୁରା ପରିଷ୍କାର କରିଦିଆହେଲା। ଆଉ ଯେଉଁ ଏଇଗୁଡ଼ାକ ଲାଗିଛି ଏଇଟା କାଲି ରାମ୍ପିକି ତାକୁ ପୁଣି ହଟା ହେବ। ନ ରାମ୍ପିଲେ ଇଏ ହଟିବନି, ଝାଡ଼ୁରେ ଇଏ ଯିବନି। ତେଣୁ ୟାକୁ ରାମ୍ପିବାକୁ ପଡ଼ିବ। ଦେଖନ୍ତୁ ପୁରା ପରିଷ୍କାର ହେଇଗଲା। ହେ ପଟା ବି ଟୋଟାଲ ଉପରେ ପରିଷ୍କାର ହେଇଯାଇଛି। ଏବେ ଆଉ ଗାଡ଼ି ଆସିଲେ ଆର ପଟେ ଯେଉଁ ଘରେ ଅଛି ଦେଖନ୍ତୁ ଖତ, ସିଏ ଆଉ ଅଧଘଣ୍ଟେ ଘଣ୍ଟେ ଭିତରେ ଗାଡ଼ି ଆଇଲେ ପଳେଇବ। ଏବେ ତ ଯୋଡ଼େ ଗାଡ଼ି ଗଲା ହାରି, ଆହୁରି 2 ଗାଡ଼ିର ଖତ ଅଛି ଏପଟ ଘରେ। ଏବେ ଗାଡ଼ି ଆସିଲେ ଏପଟଟା ବି ହିନ୍ତି ଖତ ଯେତିକି ଯାଉଥିବ ସେତିକି ସଫା ହେଉଥିବ। ଆଉ ଦେଖନ୍ତୁ ଏଇଭଳିଆ ଏମିତି ଚାଲିଛି କାମ। ଗାଡ଼ି ଯାଇଛି ଖାଲି କରିବା ପାଇଁ, ଭାଇମାନେ ଆମର ବସିଛନ୍ତି, ଆଉ ଟିକେ ରେଷ୍ଟ ନେଉଛନ୍ତି ଆଉ।